ଧରାବତରଣ କରିଛନ୍ତି ପ୍ରଭୁ ରାଧା ଗୋବିନ୍ଦ। ଫଗୁ ଦଶମୀଠୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳ ବିମାନରେ ବୁଲିବେ ପ୍ରଭୁ। ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠୁଛି ଗାଁଠୁ ସହର। ସାଂସ୍କୃତିକ ନଗରୀ କଟକରେ ଫଗୁ ଦଶମୀର ଆରମ୍ଭ ହୋଇଛି ରାଧା ଦାମୋଦର ମିଳନ। ଦେଖିବା ଏ ସମ୍ପର୍କିତ ରିପୋର୍ଟ। ସୁସଜ୍ଜିତ ବିମାନରେ ଝୁଲି ଝୁଲି ଆସୁଛନ୍ତି ରାଧା ଗୋବିନ୍ଦ। ଏଣେ ଝାଞ୍ଜ ମୃଦଙ୍ଗରେ ଉଠୁଛି ପଡୁଛି ସାରା ଅଞ୍ଚଳ। ଫଗୁଣରେ ଆସିଛନ୍ତି ଦୋଳ ଗୋବିନ୍ଦ। ଏନେଇ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ପରମ୍ପରା ଓ ସାଂସ୍କୃତିକ ସହର କଟକରେ। 22 ଦିଗଭାଗ ଅନ୍ତର୍ଗତ ତିନିଘରିଆ ଏବଂ ନୂଆପଡ଼ାରେ ହୋଇଛି ଦୋଳ ମେଲଣ। ସୁସଜ୍ଜିତ ବିମାନରେ ଗୋପୀନାଥଙ୍କୁ ସାହି ପରିକ୍ରମା କରାଯାଇଛି। ପାରମ୍ପରିକ ବାଦ୍ୟଯନ୍ତ୍ର, ଘଣ୍ଟ, ବାଜା, ବାଣରେ ରାଧାକୃଷ୍ଣଙ୍କୁ ସ୍ୱାଗତ କରାଯାଇଛି। ଏହି ସମୟରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସାହି ପରିକ୍ରମା ପରେ ଗୋଟିଏ ସ୍ଥାନରେ ବିମାନଗୁଡ଼ିକ ଏକତ୍ରିତ ହୋଇଥିଲା। 22 ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଆୟୋଜିତ ଏହି ମେଲଣରେ 37 ଗୋଟି କମିଟି ସାମିଲ ହୋଇଥିବା ବେଳେ ତିନିଘରିଆ ଅଞ୍ଚଳରେ ପୂର୍ଣ୍ଣ ମେଲଣ ଅନୁଷ୍ଠିତ ହୋଇଥିଲା। ଦଶମୀ ତିଥରେ ଆମର 22 ଦିଗଭାଗ ତରଫରୁ ଆଜି ଆମର ପୂର୍ଣ୍ଣ ମେଳ ତିନିଘରିଆ ଅନୁଷ୍ଠିତ ହେଉଛି। ଏଠି ଏବଂ ନୂଆପଡ଼ାରେ ଆଜି ଆଂଶିକ ମେଳନ ହେଉଛି 22 ଦିଗଭାଗ ତରଫରୁ। ଆମେ 22 ଦିଗଭାଗ ତରଫରୁ ଏବଂ ମୋ ତରଫରୁ ଅଶେଷ ଧନ୍ୟବାଦ ଆମେ ବତିଷ୍ଠିକ ଆମର ସମସ୍ତ ଅଧିକାରୀ ମହନ୍ତ କଟୁଆଳ ଏବଂ ପଦ୍ୟ ସର୍ବକଟୁଆଳ ସମସ୍ତ ଏବଂ କାର୍ଯ୍ୟକାରୀ ସର୍ବାଧିକାରୀ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ପବିତ୍ର ଦଶମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଗୋଟିଏ ମେଳନ ଠାକୁରଙ୍କ ପାଖରେ ଠାକୁର ଆସୁଛନ୍ତି, ପ୍ରତି ସାହିର ଠାକୁର ଆସୁଛନ୍ତି। ଆଜି ହେଉଛି ଆମର ତିନିଘରିଆ ଠାରେ ହେଉଛି ପୂର୍ଣ୍ଣ ମେଳନ ଏବଂ ନୂଆପଡ଼ା ଠାରେ ଆଂଶିକ ମେଳନ ହେଉଛି। ଆସନ୍ତାକାଲି ଖନ୍ନଗରରେ ହବ ପୂର୍ଣ୍ଣ ମେଳନ ଏବଂ ଚେକୁଡ଼ା ଠାରେ ଆଂଶିକ ମେଳନ ଅନୁଷ୍ଠିତ ହେବ। 72 ଦିଗଭାଗ ତରଫରୁ ଆମର ସୋମବାର ଦିନ 72 ମେଳନ ଦିନ ସକାଳ 9 ଠାରୁ ଦେଓମୁଣ୍ଡେଇ ଠାରୁ ଆରମ୍ଭ ହୋଇ ଆମର ବଡ଼େଇ ସାହି ପର୍ଯ୍ୟନ୍ତ 72 ମଠରେ ଅନୁଷ୍ଠିତ ହେବ 72 ମେଳନ। ଦୋଳଯାତ୍ରା ଆସିଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଚାଉଳିଆଗଞ୍ଜ, ଖାନନଗର, କାଠଗଡ଼ା ସାହି, ଶଙ୍କରପୁର ଆଦି ଅଞ୍ଚଳରୁ ବିମାନରେ ଠାକୁରଙ୍କୁ ଅଣାଯାଇ ମେଲଣରେ ସାମିଲ କରାଯାଇଥିଲା। ସମସ୍ତ ବିମାନ ଏକାଠି ହେବା ପରେ କୀର୍ତ୍ତନିଆ ଦଳ ଜଣାଣ ଏବଂ କୀର୍ତ୍ତନ କରିଥିଲେ। ମେଲଣକୁ ଆଖି ଆଗରେ ରଖି ତିନିଘରିଆ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନିମନ୍ତ୍ରିତ ସାହି ଅଧିକାରୀ କଟୁଆଳମାନଙ୍କ ପାଇଁ ପାନୀୟ ଜଳ, ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ସେହିପରି କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତିନିଘରିଆ ପୂଜା କମିଟି ସଭାପତି ନିଶ୍ଚିନ୍ତ ଭାବେ ତ ଆମର ପ୍ରଥମ ଫଗୁ ଦଶମୀ ତିନିଘରିଆରେ 22 ଦିଗଭାଗର ସଂକୀର୍ତ୍ତନ ମଣ୍ଡଳୀ ସମସ୍ତେ ଆସନ୍ତି। ସବୁ ମେଲଣ ଘର ଆସିକିନି ଦୋଳ ଆମର ପହଞ୍ଚିଗଲେଣି ଆସିକିନି 12ଟା ରାତି ସୁଦ୍ଧା ଦିଆହେଇଛି ଟାଇମ୍ ଏଇ ଜାଗାରେ ପହଞ୍ଚିବା ପାଇଁ। ଆଉ ନିଶ୍ଚିନ୍ତ ଭାବେ ଭଲ ହେଉଛି ସାଜସଜ୍ଜା ଆପଣମାନେ ଦେଖିପାରୁଥିବେ। ଯେଉଁ ପ୍ରକାର ଭାତୃତ୍ୱ ଆମର ରହିଛି ସାହିର ଭାଇଚାରା, ସେ ଭାଇଚାରା ନିଶ୍ଚିନ୍ତ ଅକ୍ଷୁଣ୍ଣ ରହିବ ଏବଂ ଦୋଳରେ ଯେଉଁ ପ୍ରକାର ରହିଛି ସମ୍ଭାବନା କୌଣସି ଝାମେଲା ହୁଏ ନାହିଁ। ସମସ୍ତେ ଷ୍ଟ୍ରିଟ୍ ଦଶହରା ଭଳି ଦୋଳ ନୁହେଁ, ଦୋଳ ସଂକୀର୍ତ୍ତନ ରାଧାକୃଷ୍ଣଙ୍କ ନୀଳା, ସେ ନୀଳାକୁ ସମସ୍ତେ ଦେଖିବା ପାଇଁ ସବୁ ସ୍ତ୍ରୀ ଲୋକଠୁ ଆରମ୍ଭ କରି ପୁରୁଷମାନେ ସମସ୍ତେ ଅପେକ୍ଷା କରିଥାନ୍ତି ଏଇ ଦିନଟିକୁ ଦଶମୀ ପାଇଁ। କମିଟି ତରଫରୁ ଆମର ଯେଉଁ ଜାଗାରେ ଖାଇବା ଦିଆହେବା କଥା ଖାଇବା ଦିଆଯାଉଛି, ଫ୍ରିରେ ଦିଆଯାଉଛି। 2-3 ଜାଗା ହେଇଛି, ପାଣି, ଥଣ୍ଡା ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। 32 ମଣ୍ଡଳ ଶଙ୍କରପୁର, ଖାନନଗର, ଶିକରପୁର, ଦର୍ଖାପାଟଣା, ନୂଆପଡ଼ା, ସାର୍ତ୍ତଳ, ବୋପଡ଼ା ବହୁତ ଆହୁରି ଅଛନ୍ତି। ଆମର ସୁଦାମର ମେଢ଼ ବି ଏଠିକି ଆସେ କାଠଗଡ଼ା ସାହିର। ନିଶ୍ଚିନ୍ତ ଫଳପ୍ରଦ ହେଇଛି। ସବୁ ଥାନାକୁ ଇନଫର୍ମେସନ୍ ହେଇଥିଲା। ଆମେ ମଧ୍ୟ ଲାଇସେନ୍ସ ଆପ୍ଲାଏ କରିକି ସେଇ ପ୍ରକାର ଲାଇସେନ୍ସ ପାଇଛୁ। ନିଶ୍ଚିନ୍ତ ଭାବେ ଭଲ ହେଇଛି। ସୁରକ୍ଷା ବ୍ୟବସ୍ଥା ତ ଅଛି ବର୍ତ୍ତମାନ ସୁଦ୍ଧା, କିନ୍ତୁ ଆମର ଯେହେତୁ ସନ୍ଧ୍ୟା 6ରୁ ଏଠି ଗହଳି ହେଇଛି, ବର୍ତ୍ତମାନ ସୁଦ୍ଧା ପୋଲିସ ଆସିନାହାନ୍ତି। ଆଇଆଇସି ଖାଲି ବୁଲିକି ଯାଇଛନ୍ତି, ଷ୍ଟାଫ୍ 12ଟା ପରେ ଆସିବେ। ପୂର୍ଣ୍ଣାଙ୍ଗ ମେଲଣ ତିନିଘରିଆ ରହୁଛି, ପୂର୍ଣ୍ଣାଙ୍ଗ ମେଲଣ ଚାଉଳିଆଞ୍ଜ ରହୁଛି, ପୂର୍ଣ୍ଣାଙ୍ଗ ମେଲଣ ଶଙ୍କରପୁର ରହୁଛି, ପୂର୍ଣ୍ଣାଙ୍ଗ ଦର୍ଖାପାଟଣା ରହୁଛି ଏବଂ ଆମର ଖାନନଗର ରହୁଛି। କାଲି ଖାନନଗର ମେଳଣ ଆଉ ଆଂଶିକ ରହୁଛି ନୂଆପଡ଼ା ରହୁଛି। ଶେଷ ହବ ଏଥରକ ତ ଗୋଟାଏ ଦିନ କମ୍ ପଡ଼ୁଛି ଯେହେତୁ ଗ୍ରହଣ ଲାଗୁଛି, ତେଣୁକରି ଆମର ସୋମବାର ଦିନ ଲାଷ୍ଟ। ତେବେ ତିନିଘରିଆ ସମେତ ନୂଆପଡ଼ା, ମଙ୍ଗଳାବାଗ, ରଘୁନାଥଜୀଉ ମାନଙ୍କରେ ମେଲଣ ହୋଇଛି। ଏହା ଭିତରୁ ପୂର୍ଣ୍ଣାଙ୍ଗ ଆଉ କିଛି ସ୍ଥାନରେ ଆଂଶିକ ମେଲଣ ଅନୁଷ୍ଠିତ ହୋଇଯାଇଛି। କଟକରୁ ସତ୍ୟଦୀପ କୌରଙ୍କ ରିପୋର୍ଟ, NTV।